Hi friends, welcome to our YouTube channel SBM Coaching Center. Friends, ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଆପଣମାନଙ୍କର ସ୍କୁଲରେ ହେବାକୁ ଯାଉଥିବା ଇଣ୍ଟରନାଲ ଆସେସମେଣ୍ଟ 1 ବା ଯାହାକୁ ଆପଣମାନେ FA1 ବା ଫର୍ମେଟିଭ ଆସେସମେଣ୍ଟ 1 ବୋଲି କହୁଛନ୍ତି। ତ ଏଥିର 10th କ୍ଲାସର ସବଜେକ୍ଟ ମାନିଛି ଏହାର ସବଜେକ୍ଟ ହେଉଛି ଆଜି ସାଇନ୍ସ ଜେନେରାଲ ସାଇନ୍ସ। ତ ଏହି କ୍ୱେଶ୍ଚିନ୍ ପେପରଟି ଆପଣମାନଙ୍କର ବହୁତ ପ୍ରାକ୍ଟିସ୍ ପାଇଁ ହେଲ୍ପଫୁଲ୍ ହେବ। ତ ବନ୍ଧୁଗଣ ଆପଣମାନେ ଦେଖନ୍ତୁ ଏଠି କ'ଣ କରିବେ ନା ପ୍ରଥମେ ନାଁ ଲେଖିବେ ଏବଂ ଆପଣମାନଙ୍କର ରୋଲ୍ ନମ୍ବର ଲେଖିବେ ସେକ୍ସନ୍ ମଧ୍ୟ ଲେଖିବେ। ଯେତେବେଳେ ଆପଣ ସ୍କୁଲକୁ ଯିବେ ଏକ୍ଜାମ୍ ଦେବାକୁ ତାହେଲେ ଆପଣମାନଙ୍କୁ ଏମିତିଆ ଗୋଟେ କ୍ୱେଶ୍ଚିନ୍ ପେପର ମିଳିବ। ତ ଚାଲନ୍ତୁ ଆମେ ଏହି ସମସ୍ତ ପ୍ରଶ୍ନ ଉତ୍ତରକୁ ଆମେ ଡିସ୍କସନ୍ କରିବା। ପୋର୍ଟ ବା ପିରିୟଡ଼ିକ୍ ଟେଷ୍ଟ ଦେଖନ୍ତୁ। ପିରିୟଡ଼ିକ୍ ଟେଷ୍ଟରେ କୁହାଯାଇଛି 1 ନମ୍ବର ଗୋଟିଏ ଲେଖା ବାକ୍ୟର ଉତ୍ତର ଦିଅ। ସୀମିତ ଚୂନର ରାସାୟନିକ ସଂକେତ କ'ଣ? ସୀମିତ ଚୂନର ରାସାୟନିକ ସଂକେତ ହେଉଛି କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ବା ଯାହାକୁ ଆପଣମାନେ କ'ଣ କହୁଛନ୍ତି CaOH2 ହେଲା। ତାପରେ ଦେଖନ୍ତୁ CaO କ୍ୟାଲସିୟମ ଅକ୍ସାଇଡ୍ ପ୍ଲସ୍ H2O ବା ଜଳର ମିଶିଲେ କ'ଣ ହେବ CaOH2 କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ହେବ। ତାପରେ N2 ଧୂମର ରଙ୍ଗ କ'ଣ? ଲୋହିତ କ'ଣ? ଲୋହିତ ବାଦାମୀ। লোহিত বাদামী হব। ଯେଉଁ ପ୍ରତିକ୍ରିୟାରେ ତାପ ଶୋଷିତ ହୁଏ ସେହି ପ୍ରତିକ୍ରିୟାକୁ ଡ୍ୟାଶ ପ୍ରତିକ୍ରିୟା ବୋଲି କୁହାଯାଏ। ତାକୁ ତାପ ଶୋଷୀ ପ୍ରତିକ୍ରିୟା ବୋଲି କହିବେ। ତାକୁ କ'ଣ କହିବା? ତାପ ଶୋଷୀ ପ୍ରତିକ୍ରିୟା। ଓକେ। ଦହିରେ କେଉଁ ଅମ୍ଳ ରହିଛି? ଦହିରେ ଲାକ୍ଟିକ୍ ଅମ୍ଳ ରହିଛି। ଲାକ୍ଟିକ୍ ଅମ୍ଳ ରହିଛି। ଗୋଟେ ଲେଖା ବାକ୍ୟର ଉତ୍ତର ଦିଅ। ପାଟିର pH ଡ୍ୟାଶରୁ କମ୍ ହେଲେ ଦାନ୍ତ କ୍ଷୟ ଆରମ୍ଭ ହୁଏ। ପାଟିର pH କେତେ? 5.5। ଦାନ୍ତର ବହିରାବଣର ଡ୍ୟାଶରେ ଗଠିତ। ଦାନ୍ତର ବହିରାବଣ କେଉଁଥିରେ ଗଠିତ? ଲେଖିଦେଉଛି CaCO3 ହେଲା। ତାପରେ CaOCl2ର ସାଧାରଣ ନାମ କ'ଣ? ସାଧାରଣ ନାମ ହେଉଛି ବେକିଂ ପାଉଡର। କ'ଣ? ବେକିଂ ପାଉଡର ବା ବ୍ଲିଚିଂ ପାଉଡର। ବ୍ଲିଚିଂ ପାଉଡର ହେଲା। ବିଦ୍ୟୁତ ପରିବହନ କରୁଥିବା ଧାତୁର ନାମ କ'ଣ? ବିଦ୍ୟୁତ ପରିବହନ କରୁଥିବା ଅଧାତୁ କେଉଁ ଅଧାତୁରେ ବିଦ୍ୟୁତ ପରିବହନ ହୁଏ? ନା ଗ୍ରାଫାଇଟ୍। କ'ଣ ହେବ? ଗ୍ରାଫାଇଟ୍। ତାପରେ ଡ୍ୟାଶର ଔଜ୍ଜ୍ୱଲ୍ୟତା ବା ଡ୍ୟାଶ ଅଧାତୁର ଔଜ୍ଜ୍ୱଲ୍ୟତା ଅଛି। କେଉଁ ଅଧାତୁର ଔଜ୍ଜ୍ୱଲ୍ୟତା ଅଛି? ନା ଆୟୋଡିନ୍। ଆୟୋଡିନ୍ର ଔଜ୍ଜ୍ୱଲ୍ୟତା ଥାଏ। ଗୋଟେ ଲେଖା ବାକ୍ୟର ଉତ୍ତର ଦିଅ। ଗ୍ଲାଇକୋସିସ୍ କୋଷ ଜୀବକ ସାଇଟିକ ଅମ୍ଳ ଚକ୍ର ଡ୍ୟାଶ କ'ଣ ହେବ? ମ୍ୟାଟ୍ରିକ୍ସ ବା ମାଇଟୋକଣ୍ଡ୍ରିଆରେ ଥିବା ମ୍ୟାଟ୍ରିକ୍ସ ହେବ। ମ୍ୟାଟ୍ରିକ୍ସ କୋଉଠି ଅଛି? ନା ମାଇଟୋକଣ୍ଡ୍ରିଆରେ ରହିଛି। ଜଣେ ପ୍ରାପ୍ତ ବୟସ୍କର ବ୍ୟକ୍ତିର ହୃତ୍ପିଣ୍ଡର ଲମ୍ବ କେତେ? ନା 12 ସେମି। କେତେ? 12 ସେମି। ଟାଏଲିନ୍ ଏଞ୍ଜାଇମ୍ କେଉଁଥିରେ ଥାଏ? ଟାଏଲିନ୍ ଏଞ୍ଜାଇମ୍ ଲାଳରେ ଥାଏ। ଲାଳ ଆମର ଯେଉଁ ଲାଳ ଅଛି ସେ ଲାଳରେ କେଉଁ ଥାଏ? ଟାଏଲିନ୍ ଏଞ୍ଜାଇମ୍ ଥାଏ। ଆମ ଶରୀରରେ କେଉଁଠି ଏକ ମିଶ୍ରିତ ଗ୍ରନ୍ଥି? ଅଗ୍ନାଶୟ। ଅଗ୍ନାଶୟ ଗୋଟେ ମିଶ୍ରିତ ଗ୍ରନ୍ଥି। ଇଲେକ୍ଟ୍ରନ୍ ପରିବହନ ସଂସ୍ଥା ମାଇଟୋକଣ୍ଡ୍ରିଆ କେଉଁ ଅଂଶ କରିଥାଏ? ଅନ୍ତଃଝିଲି। କ'ଣ? ଅନ୍ତଃଝିଲି। ଗୋଟେ ଲେଖା ବାକ୍ୟର ଉତ୍ତର ଦିଅ। ପତ୍ରରେ ପ୍ରସ୍ତୁତ ଶ୍ୱେତସାର ଡ୍ୟାଶ ଟିସ୍ୟୁ ଦ୍ୱାରା ସ୍ଥାନାନ୍ତରିତ ହୋଇଥାଏ। କେଉଁ ଟିସ୍ୟୁ? ଫ୍ଲୋଏମ୍ ଟିସ୍ୟୁ। ଫ୍ଲୋଏମ୍। ବାୟୁ ଅପଜୀବୀ ଶ୍ୱସନରେ କେତୋଟି ATP ଅଣୁ ଅଛି? ବାୟୁ ଅପଜୀବୀ ଶ୍ୱସନରେ 2ଟି ରହିଛି। କେତେଟା? 2ଟି। ଇଷ୍ଟରେ ଡ୍ୟାଶ କିଣନ ହୁଏ?
ईस्ट रे सुरा सार कौन हम सुरा सार। नेक्स्ट क्वेश्चन गछर मूलज चाप केउ जंत्र साहाय्य मपा जाए। गछर मूलज चाप मानोमीटर साहाय्य मपा जाए। नीलय और रक्तवाहिनी मध्य केउ प्रकार कपाटिका रही। मानोमीटर सॉरी अर्ध चंद्राकृति रही थाए। पे आम संपूर्ण 20 मार्क आम आलोचना कले। आशा करुच्ची वीडियोटी संपूर्ण रूपे आपण मानक भल लगी एवं आपण मानक बहुत प्रैक्टिस हेल्पफुल होइथिबो। जदि वीडियोटी भल लगिला ताले वीडियोटी को लाइक कर दियंतु एवं सांग मान पाखु शेयर कर दियंतु। तो सर्वथा आम चैनल को मध्य सब्सक्राइब कर दियंतु कहीं ना मु जते बेले आपण मानक प्रश्न नहीं आसबि ताले सर्वप्रथम आपण माने केमि देखिबे सेथिबे प्रथम सब्सक्राइब कर दियंतु। रहउची परवर्ती वीडियो में नहीं आसी आपण मानकर मैथ आउ हिंदी संस्कृत।